ବଳିଆ ବଳିଆ ଯିଏକି ଗୋଟେ ବହୁତ ବଡ଼ ଦୁର୍ଦ୍ଦାନ୍ତ ଅପରାଧୀ ଥିଲା। କିନ୍ତୁ ତାକୁ ଯେଉଁ ପୋଲିସ ବାଲାଟି ଆରେଷ୍ଟ କରିଥିଲା ସିଏ ତା ଉପରେ ରାଗ ରଖିଥିଲା। ଆଉ ଯେତେବେଳେ ସିଏ ଜେଲରୁ ଫେରିଥିଲା ସେତେବେଳେ ସିଏ ଯାହା କରିଦେଲା ନା, ଆପଣମାନେ ଶୁଣିଲେ ଆପଣମାନେ ଭୟରେ ପୁରା ଥରି ଉଠିବେ। ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ଆଜି ଏହି କାହାଣୀଟି କିଛି ମନଗଢ଼ା କାହାଣୀ ନୁହେଁ, କାହିଁକିନା ଏହି ଘଟଣାଟି ଏବେ ଖାଲି ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି। ଆଉ ଏହି ଘଟଣାଟି ଘଟିଯାଇଛି ଗୋଟେ ପୋଲିସ ଅଫିସରଙ୍କ ସାଥିରେ। କିନ୍ତୁ ଆଜି ମୁଁ ଆପଣମାନଙ୍କୁ ଏହି ଘଟଣାଟି ପୁରା ଡିଟେଲ୍ସରେ ଆପଣଙ୍କୁ ଶୁଣେଇବି। ଆଉ ଡେରି ନକରି ଚାଲନ୍ତୁ ଏହି ସତ୍ୟ ଘଟଣାଟି ଆରମ୍ଭ କରିବା। ଏହି ଘଟଣାଟି ଘଟିଥିଲା 30 ବର୍ଷ ତଳେ। ସେତେବେଳେ ଜଗତସିଂହପୁରରେ ଜଣେ ପୋଲିସ ଅଫିସର ଥିଲେ। ତାଙ୍କ ନାଁ ଥିଲା ଅଶୋକ। ଆଉ ତାଙ୍କ ନାଁ ଯେଉଁ ଅପରାଧୀ ଶୁଣୁଥିଲା ସିଏ ଭୟରେ ପୁରା ଥରି ଉଠୁଥିଲା। କାହିଁକି ନା ତାଙ୍କ ଦୁଇଟିକି ନେଇକି ସିଏ ବହୁତ ଇମାନଦାର ଥିଲେ। କିନ୍ତୁ ସିଏ ତାଙ୍କ ପରିବାରଙ୍କ ସହିତ ସିଏ ଯେଉଁଠି ରହୁଥିଲେ ସେ ଘର ପାଖରେ ଆଉ କୌଣସି ଘରଦ୍ୱାର ନଥିଲା। ଆଉ ତାଙ୍କ ପରିବାରରେ ଥିଲେ ତାଙ୍କ ବାପା ଆଉ ମା, ତାଙ୍କ ସ୍ତ୍ରୀ ଆଉ 2 ପୁଅ ଆଉ 2ଟି ଝିଅ। ଆଉ ସମସ୍ତେ ସେଇ ଘରେ ସମସ୍ତେ ରହୁଥିଲେ। କିନ୍ତୁ ତାଙ୍କର ବଡ଼ ଝିଅ ଯିଏ ସିଏ ହଷ୍ଟେଲରେ ରହିକି ପାଠ ପଢ଼ନ୍ତି। ଆଉ କେବେ କେବେ ସେ ଘରକୁ ମଝିରେ ମଝିରେ ବୁଲିବା ପାଇଁ ମଧ୍ୟ ଆସନ୍ତି। ଏମିତି ସବୁ ସେଇ ପରିବାରଟି ସବୁବେଳେ ହସ ଖୁସିରେ ରହୁଥିଲେ। କିନ୍ତୁ ଦିନେ ସେଇ ପୋଲିସ ବାଲାର ଅଫିସରଙ୍କ ବଡ଼ ଝିଅ ହଷ୍ଟେଲରେ ଗୋଟେ ଦୁର୍ଦ୍ଦାନ୍ତ ଅପରାଧୀ ବଳିଆ ତା ପଛରେ ପଡ଼ିଯାଇଥିଲା। ଲୋକମାନେ କୁହନ୍ତି କି ବଳିଆ ଯାହା ପଛରେ ଥରେ ପଡ଼ିଯାଏ ତାକୁ ସିଏ ଯେଉଁ ପର୍ଯ୍ୟନ୍ତ ବର୍ବାଦ ନ କରିଛି ତାକୁ ସିଏ କେବେ ବି ଛାଡ଼ିବନି। ଆଉ ବଳିଆ ଜଣେ ବହୁତ ବଡ଼ ଡକାୟତ ଥିଲା। ଆଉ ସିଏ ଲୋକମାନଙ୍କୁ ଡରେଇ ଧମକେଇକି ତାଙ୍କଠାରୁ ପଇସା ପତ୍ର ସବୁ ଛଡ଼େଇକି ନେଇଯାଉଥିଲା। ସିଏ କିନ୍ତୁ ଜାଣିନଥିଲା ସିଏ ଯାହା ପଛରେ ଏବେ ପଡ଼ିଛି ସିଏ ଝିଅ ଗୋଟେ ପୋଲିସ ଅଫିସରର ଝିଅ ବୋଲି। ତା ପରଦିନ ସକାଳୁ ସେ ଝିଅ ତା ବାପାକୁ ଏସବୁ ଘଟଣା ବିଷୟରେ ସବୁ କହିଥିଲା। ଆଉ ଏ ଘଟଣା ଯେତେବେଳେ ସେଇ ଝିଅର ବାପା ମାନେ ଅଶୋକ ବାବୁ ଯେତେବେଳେ ଶୁଣିଥିଲେ ସିଏ ପୁରା ରାଗି ଯାଇଥିଲେ। ଆଉ ସିଏ ମନେ ମନେ ଭାବି ଦେଇଥିଲେ କି ସେ ବଳିଆକୁ ଗୋଟେ ପାନେ ଦେବେ ବୋଲି। କିନ୍ତୁ ସତରେ ଏ ପୋଲିସ ବାଲାଟା ବହୁତ ଇମାନଦାର ମଧ୍ୟ ଥିଲା। ଆଉ ଯେଉଁ କେସ୍କୁ ସିଏ ତାଙ୍କ ହାତକୁ ନିଅନ୍ତି ସେ କେସ୍କୁ ସିଏ ଅତି ସହଜରେ ସଲ୍ଭ କରିଦିଅନ୍ତି। କିନ୍ତୁ ଆଜି ତାଙ୍କ ଝିଅ ପଛରେ ଗୋଟେ ଅପରାଧୀ ପଡ଼ିଛି ଆଉ ତାକୁ ଇଏ କେମିତି ଛାଡ଼ିଦେବେ। କିନ୍ତୁ ଦିନରାତି ସିଏ ଏକ କରିଦେଲେ କିନ୍ତୁ ବଳିଆକୁ ସେମାନେ ଧରିପାରିଲେନି। ଏମିତି କିଛି ଦିନ ଗଲା ପରେ ବଳିଆକୁ ଅଶୋକ ବାବୁ ଆଉ ତା ଅଫିସରମାନେ ସମସ୍ତେ ମିଶିକି ତାକୁ ଧରି ପକେଇଲେ। କିନ୍ତୁ ଅଶୋକ ବାବୁ ବଳିଆକୁ ଆରେଷ୍ଟ କରିଦେଲେ ସତ, ହେଲେ ବଳିଆ କହିଥିଲା ମୋତେ ତମେ ଆରେଷ୍ଟ କରିକି କିଛି ଠିକ୍ କଲନି। କାହିଁକି ନା ମୁଁ ଯେବେ ଜେଲରୁ ଫେରିବି ସେତେବେଳେ ମୁଁ ତୁମର ସବୁ ହସ ଖୁସି ଛଡ଼େଇ ନେବି। ଆଉ ମୁଁ ସେତେବେଳେ ଦେଖିବି ତମେ କାହା କାନ୍ଧରେ
ମଶାଣିକୁ ଯିବ। ବଳିଆର ଏକଥା ଯେତେବେଳେ ଅଶୋକ ବାବୁ ଶୁଣିଲେ ସେତେବେଳେ ସିଏ ମଧ୍ୟ କହିଥିଲେ କି ଠିକ୍ ଅଛି, ତୁ ପ୍ରଥମେ ଜେଲରୁ ଫେରିକି ଦେଖା। ତା ପରଠୁ ବଳିଆ ଜେଲରେ ଥିବା ଅବସ୍ଥାରେ ଖାଲି ପ୍ରତିଶୋଧ ନିଆଁରେ ଜଳୁଥିଲା। ଏମିତି କିଛି ଦିନ ବିତିଗଲା ପରେ ବଳିଆ ଜେଲରୁ ଫେରିଲା। ଆଉ ସିଏ ଗୋଟାଏ କଥା ଖାଲି ଭାବୁଥିଲା କି ସିଏ କେମିତି ସେଇ ପୋଲିସ ବାଲାର ପୁରା ପରିବାରକୁ ମାରିବ। ଆଉ ଏଇ କଥା ଖାଲି ସିଏ ସବୁବେଳେ ଭାବୁଥାଏ। ଏମିତି ଗୋଟେ ଦିନ ସିଏ ସୁଯୋଗ ଦେଖି ତା ସାଙ୍ଗମାନଙ୍କୁ ସାଥିରେ ଧରି ପହଞ୍ଚିଲା ସେଇ ପୋଲିସ ବାଲାର ଘର ପାଖରେ। କିନ୍ତୁ ସେ ଘର ଭିତରକୁ ଗଲା ପରେ ସିଏ ଜାଣିବାକୁ ପାଇଲା ଯେ ସେଦିନ ପୋଲିସ ବାଲାର ପୁରା ପରିବାର ସେ ଘରେ ନାହାନ୍ତି। ସେତେବେଳେ ସିଏ ପୁରା ରାଗି ଯାଇଥାଏ। କାହିଁକି ନା ଏପଟେ ପୋଲିସ ବାଲାର ପୁରା ପରିବାର ସମସ୍ତେ ମିଶିକି ବାହାରକୁ ବୁଲିବା ପାଇଁ ଚାଲି ଯାଇଥିଲେ। ଆଉ ସେଦିନ ବଳିଆ କାହାକୁ ନ ପାଇବାରୁ ସେଦିନ ସିଏ ଫେରି ଆସିଥିଲା। କିନ୍ତୁ କିଛି ଦିନ ପରେ ପୁଣି ବଳିଆ ତା ସାଙ୍ଗମାନଙ୍କ ସହିତ ସେଇ ପୋଲିସ ବାବୁ ଘରେ ଯାଇ ପହଞ୍ଚିଲା। ସେତେବେଳେ ସମୟ ହୋଇଥାଏ ରାତି 2ଟା। ଆଉ ଏପଟେ ପୋଲିସ ବାଲାର ପୁରା ପରିବାର ପୁରା ନିଦରେ ଶୋଇଥାନ୍ତି। କିନ୍ତୁ ବଳିଆ ପ୍ରଥମେ ଅଶୋକ ବାବୁ ଆଉ ତାଙ୍କ ସ୍ତ୍ରୀଙ୍କର ଗଳା କାଟି ମାରିଦେଲା। ଆଉ ତାପରେ ସେଇ ପୋଲିସ ବାଲାର ବାପା ମାଆଙ୍କର ମଧ୍ୟ ବେକ କାଟି ମାରିଦେଲା। କିନ୍ତୁ ଏତିକିରେ ତା ରାଗ ଶାନ୍ତ ହୋଇନଥିଲା। କାହିଁକି ନା ତାପରେ ସିଏ ଯାହା କରିଦେଲା ଆପଣମାନେ ଶୁଣିଲେ ଆପଣଙ୍କର ପାଦ ତଳୁ ପୁରା ମାଟି ଖସିଯିବ। କାହିଁକି ନା ତାପରେ ସିଏ ସେଇ ରୁମ୍କୁ ଗଲା ଯେଉଁ ରୁମ୍ରେ ପୋଲିସ ବାଲାର ଛୋଟ ଛୋଟ ପୁଅ ଆଉ ଝିଅ ଆଉ ତାଙ୍କ ସାଙ୍ଗରେ ତାଙ୍କ ଘରର ଗୋଟେ କୁକୁର ସିଏ ମଧ୍ୟ ସେଇ ଘରେ ଶୋଇଥିଲା। ସିଏ ସେଇ ଘରେ ଯାଇକି ପହଞ୍ଚିଲା। ଆଉ ସମସ୍ତଙ୍କର ଗୋଟି ଗୋଟି କରିକି ମୁଣ୍ଡଠୁ ଗଣ୍ଡିକୁ ପୁରା ଅଲଗା କରିଦେଲା। ସତରେ ସାଙ୍ଗମାନେ, ସେଦିନ ବଳିଆ ଛୋଟ ପିଲାକୁ ମଧ୍ୟ ଛାଡ଼ି ନଥିଲା। ଆଉ ସେମାନଙ୍କର ମୁଣ୍ଡ କାଟିଲା ପରେ ସେଇ ମୁଣ୍ଡ ଗୁଡ଼ାକୁ ନେଇ ସେଇ ଘରର ଛାତ ଉପରେ ପୁରା ଲାଇନ୍ କରି ସବୁଗୁଡ଼ାକ ଟାଙ୍ଗିଦେଲା। ତାପରେ ବଳିଆ ସେ ଘରୁ କ'ଣ ସେ ଏରିଆରୁ କୁଆଡ଼େ ଚମ୍ପଟ ମାରିଲା। ଆଉ ସେବେଠାରୁ ବଳିଆକୁ ପୋଲିସ ବାଲା ଖୋଜି ଖୋଜି କେହି ବି ତା'ର ପତ୍ତା ପାଇଲେନି। ଆଉ ଏପଟେ ସକାଳ ହେଲା ପରେ ଗାଁ ଲୋକ ସମସ୍ତେ ସେଇ ଘର ପାଖରେ ଯାହା ଦେଖିଲେ ନା ସମସ୍ତେ ପୁରା ସ୍ତବ୍ଧ ହୋଇଗଲେ। କାହିଁକି ନା ସେଇ ଘରର ଛାତ ଉପରେ ସମସ୍ତିଙ୍କର ମାନେ ସେଇ ପୋଲିସର ପରିବାର ଯେତେ ବି ଲୋକ ଥିଲେ ସମସ୍ତିଙ୍କର ବେକ କାଟିକି ସିଏ ସେଇ ଛାତ ଉପରେ ଓହଳାଇ ଦେଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଜାଣିପାରିଲେନି କି ସେ ପୋଲିସ ବାଲାର ପୁରା ପରିବାରକୁ ଏତେ ନୃଶଂସ ଭାବରେ ସମସ୍ତିକି ଏମିତି ମାରିଲା କିଏ। ଆଉ ସେବେଠାରୁ ଗାଁ ଲୋକମାନେ କୁହନ୍ତି କି ରାତି ହେଲେ ସେଇ ଘର ଭିତରେ ଖାଲି ଛୋଟ ପିଲାଙ୍କର କାନ୍ଦିବାର ଶବ୍ଦ ଶୁଭାଯାଏ। ତ ସାଙ୍ଗମାନେ, ଆପଣମାନଙ୍କୁ ଏଇ ସତ୍ୟ ଘଟଣାଟି କେମିତି ଲାଗିଛି ଯଦି ବି ଆପଣମାନେ ମୋତେ କମେଣ୍ଟରେ କହିବେ କି ଏଇ କାହାଣୀର ପାର୍ଟ 2 ଆଣିବା ପାଇଁ, ତାହେଲେ ମୁଁ ଯେମିତି ହେଲେ ଆଣିକି ଆସିବି। ଏବେ ତାହେଲେ ରହୁଛି, ଦେଖା ହେବା ଆଉ ଗୋଟେ ନୂଆ କାହାଣୀରେ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।